ବ୍ୟବହାର କରିକିରି ଆମେ ଭୌତିକ ଜ୍ଞାନ ମାଧ୍ୟମରେ ମୃତ୍ୟୁକୁ ଆମେ ମନରେ କଳ୍ପନା କରୁଛେ, ଭୟଭୀତ ହେଇ ଯାଉଛେ। ତ ଏଠି ମୃତ୍ୟୁ ହେଲା ଶରୀରର ପରିବର୍ତ୍ତନ, ପଞ୍ଚଭୂତର ପରିବର୍ତ୍ତନ। ପଞ୍ଚଭୂତ ଏକ ଆକାର ନେଇଛି, ଏକ ଢାଞ୍ଚା, ଏକ ଆକାର ନେଇଛି। ସେ ଆକାର ଆଉ ଥରେ ପଞ୍ଚଭୂତରେ ବିଲୀନ ହେଇଯାଉଛି। କିନ୍ତୁ ମୁଁ ସାଗର, ମୁଁ ପାଣି, ମୁଁ ରୂପକ, ଆତ୍ମା ରୂପକ, ମୁଁ ରୂପକ ମୋ ସାଗରରେ ଯୀଶୁ ରୂପକ ଏକ ଲହଡ଼ି, କୃଷ୍ଣ ରୂପକ ଏକ ଲହଡ଼ି, ମହମ୍ମଦ ରୂପକ ଏକ ଲହଡ଼ି, ନାମ ରୂପକ, ରୂପ ରୂପକ, ଧର୍ମ ରୂପକ, ବର୍ଣ୍ଣ ରୂପକ, ଇଏ ସବୁ ହେଲା ଲହଡ଼ି। ଯାହା ବି ଆମେ ଶରୀରକୁ ଦେଖୁଛେ, ଯାହା ବି ଆମେ କହୁଛେ ଇଏ ସନ୍ଥଙ୍କର ଅନ୍ତ ହେଇଗଲା, ସନ୍ଥ ଯେଉଁ ଶରୀରକୁ ଦେଖୁଛେ ସେ ଶରୀର ଏକ ଲହଡ଼ି। ମୁଁ ରୂପକ ସାଗରରେ ସେ ଲହଡ଼ି ଏକ ଆକାର ନେଇଛନ୍ତି, ଏକ ଆକୃତି ନେଇଛନ୍ତି, ଏକ ସ୍ୱରୂପ ନେଇଛନ୍ତି, ଏକ ନାମକୁ, ରୂପକୁ, ଏକ ବର୍ଣ୍ଣକୁ, ପନ୍ଥକୁ, ଏକ ବିଚାରକୁ, ଏକ ସ୍ୱରୂପକୁ ନେଇଛନ୍ତି। କିନ୍ତୁ ମୁଁ ଆକାର ନୁହେଁ, ମୁଁ ନିରାକାର। ମୁଁ ଶରୀର ନୁହେଁ, ମୁଁ ଆତ୍ମା। ମୁଁ ପାଣି, ମୁଁ ସମୁଦ୍ର। ମୁଁ ଲହଡ଼ି ନୁହେଁ, ମୁଁ ଫୋଟକା ନୁହେଁ, ମୁଁ ସମୁଦ୍ରରେ ଦେଖାଯାଉଥିବା ଫେଣ ନୁହେଁ। ମୁଁ ପ୍ରତ୍ୟେକ ଲହଡ଼ି, ମୁଁ ପ୍ରତ୍ୟେକ ଲହଡ଼ିର ଆଧାର ରୂପରେ, ପାଣି ରୂପରେ, ତତ୍ଵରେ ମୁଁ ବିଦ୍ୟମାନ ଅଛି। ମୁଁ ରୂପକ ଏ ଆତ୍ମା ରୂପକ ଶରୀର ମାନେ ଆତ୍ମା ରୂପକ ଏ ତତ୍ଵରେ ପ୍ରତ୍ୟେକ ଶରୀର ଏଠି ଜନ୍ମ ନେଉଛନ୍ତି, ପ୍ରତ୍ୟେକ ଶରୀରର ଆକାର ନେଉଛି, ପଞ୍ଚଭୂତରେ ଆକାର ନେଉଛି, ପଞ୍ଚଭୂତ ଆଉ ଥରେ ପରିବର୍ତ୍ତନ ହେଉଛି। ତ ମୁଁ ଅବିନାଶୀ। ଏ ମୁଁକୁ ଯେତେବେଳେ ଆପଣ ଚିହ୍ନିଦେବେ, ଜଣେ ସାଧକ ଯେତେବେଳେ ସାଧନାର ସେତିକି ଅଗ୍ରସ୍ଥିତିକୁ ପଳେଇବେ, କିମ୍ବା ଜ୍ଞାନର ସ୍ଥିତି ଯେତେବେଳେ ଜ୍ଞାନର ମାଧ୍ୟମରେ ସେତିକି ସ୍ପଷ୍ଟ ହେଇଯିବେ, ସେ ବୁଝିପାରିବେ ସେ ଅଜର, ସେ ଅମର, ସେ ଅବିନାଶୀ। ତ ଏ ଛୋଟ ମୋଟ କଥା ନୁହଁ, ଆଉ ଏଇଟା କିଛି ମାନିବାର କଥା ନୁହଁ, ଏଇଟା ଚିହ୍ନିବାର ଆବଶ୍ୟକ ଅଛି। ଏବେ ମଧ୍ୟ ଆପଣ ସେ ଅଜର, ଅମର, ଅବିନାଶୀ, ଅମୃତତ୍ଵ ଆତ୍ମା ଅଛନ୍ତି, କିନ୍ତୁ ଦେହ ଭାବରେ ନିଜକୁ ଶରୀର ମାନି ନେଇଛନ୍ତି। ଭଗବଦ୍ ଗୀତାର 2ୟ ଅଧ୍ୟାୟ ଶ୍ଲୋକ ସଂଖ୍ୟା 16ରେ ଅଛି, ନାସतो ବିଦ୍ୟତେ ଭାବୋ ନା ଭାବୋ ବିଦ୍ୟତେ ସତଃ। ଯେଉଁଠି ଯିଏ ବି ଜନ୍ମ ନେଉଛି ମୋରି ପଞ୍ଚଭୂତରେ ଏକ ଆକାର ମୁଁ ନେଉଛି, କିନ୍ତୁ ମୁଁ ଆଧାର ରୂପରେ ସେ ନବଜାତ ଶିଶୁ ଭିତରେ ବି ଅଛି, ମୁଁ ଆଧାର ରୂପରେ ମୃତ୍ୟୁବରଣ କରିଥିବା ସେ ଶବ ଭିତରେ ବି ମାନିଛେ, ଦେହ ମାନିଛେ। ଦେହ, ଏ ଦେହ ମାନିବାର, ଏ ମାନିବାକୁ ଯେତେବେଳେ ଆମେ ବ୍ରହ୍ମଜ୍ଞାନକୁ ମାଧ୍ୟମ କରି ଚର୍ଚ୍ଚା ହେଇଥିଲେ, ମୁଁ ସାଗର, ମୁଁ ପାଣି, ମୁଁ ଲହଡ଼ି ନୁହେଁ, ମୁଁ ଫୋଟକା ନୁହେଁ, ପାଣି ଫୋଟକା ନୁହେଁ, ମୁଁ ଫେଣ ନୁହେଁ, ମୁଁ ପାଣି, ମୁଁ ସାଗର। ମୁଁ ସାଗର, ମୋ ସାଗର ଭିତରେ ବିଭିନ୍ନ ଶରୀର, ବିଭିନ୍ନ ଲହଡ଼ି, ବିଭିନ୍ନ ଆକାର, ବିଭିନ୍ନ ଆକୃତି ଦୃଶ୍ୟମାନ ହେଉଛନ୍ତି, ଲୀଳା ଖେଳ କରୁଛନ୍ତି। ମୁଁ ସାଗର ଭିତରେ ଆଉ ଥରେ ସମାହିତ ହେଇଯାଉଛନ୍ତି। ତ ମୁଁ ମୂଳ, ମୁଁ ଆଧାର। ଏଠି ମନର ସ୍ତରରେ ଆମେ ଚିନ୍ତା ଚିନ୍ତନ କରୁଛେ ମୃତ୍ୟୁ କଥା, ମନର ସ୍ତରରେ ଆମେ ଅବିଦ୍ୟାରେ ହଜି ମଜିକିରି ଅଛେ, ମାୟାର ବଶୀକୃତ ହେଇଯାଇଛେ। ମାୟାରେ ବଶୀକୃତ ହେଇକି ଆମେ ନିଜକୁ ସୀମିତ ମାନିଛେ, ଦେହ ମାନିଛେ। ଦେହ, ଏ ଦେହ ମାନିବାର, ଏ ମାନିବାକୁ ଯେତେବେଳେ ଆମେ ବ୍ରହ୍ମଜ୍ଞାନକୁ ମାଧ୍ୟମ କରି ତର୍ଜମା କରିବା, ବ୍ରହ୍ମ ବିଦ୍ୟାକୁ ଅଧ୍ୟୟନ କରି ଶରୀର, ଇନ୍ଦ୍ରିୟ, ମନର ଊର୍ଦ୍ଧ୍ୱକୁ ଚାହିଁପାରିବା, ନିଜର ସତ୍ ସତ୍ତାକୁ ଚିହ୍ନି ପାରିବା, ସେ ସ୍ତରରେ ଆମେ ବୁଝିପାରିବା ମୁଁ ହିଁ ସବୁ କିଛି, ମୋ ବିନା ଏ ସଂସାରରେ କିଛି ବି ନାହିଁ। ଯେଉଁଠି ଯିଏ ବି ମୃତ୍ୟୁ ହେଉଛି ମୋରି ପଞ୍ଚଭୂତର ପରିବର୍ତ୍ତନ ହେଉଛି, ଯେଉଁଠି ଯିଏ ବି ଜନ୍ମ ନେଉଛି ମୋରି ପଞ୍ଚଭୂତରେ ଏକ ଆକାର ମୁଁ ନେଉଛି। କିନ୍ତୁ ମୁଁ ଆଧାର ରୂପରେ ସେ ନବଜାତ ଶିଶୁ ଭିତରେ ବି ଅଛି, ମୁଁ ଆଧାର ରୂପରେ ମୃତ୍ୟୁବରଣ କରିଥିବା ସେ ଶବ ଭିତରେ ବି ଅଛି, ମୁଁ ଆଧାର ରୂପରେ ମନ ରୂପରେ ଅଛି, ମୁଁ ଆଧାର ରୂପରେ ପ୍ରାଣ ରୂପରେ ଅଛି, ମୁଁ ଆଧାର ରୂପରେ ସବୁକିଛି ଏ ସଂସାରର ପ୍ରତ୍ୟେକ ଭୌତିକ ବସ୍ତୁ ପଦାର୍ଥର, ପ୍ରତ୍ୟେକ ପ୍ରପଞ୍ଚର ପଞ୍ଚଭୂତର ଆଧାର ରୂପରେ ମୁଁ ଅଛି। ତେଣୁକରି ମୁଁ ନିଜକୁ ଯେହେତୁ ଆକାର, ଏକ ଶରୀର, ଏକ ବିଚାର ମାନି ନେଇଛି, ଏଠି ମୁଁ ମାୟାରେ ବାନ୍ଧି ଯାଉଛି। ଆଉ କିଛି ଅଛି ପ୍ରଶ୍ନ? ନା ବଢିଆ, ଭଲ ଲାଗିଲା ଆଜିର।